ମା ଆମେ ଆଲୋଚନା ଆରମ୍ଭ କରିବା ମାତୃ ରଚନାବଳୀ ଭାଗ 10 ଯୋଉ ଜ୍ଞାନ 374 375 376 ପ୍ରଶ୍ନ ଉତ୍ତର। ସେଥିରେ ଗୋଟେ ପ୍ରଶ୍ନ ଆମେ ଆଲୋଚନା କରିଥିଲେ। ଆକ୍ଚୁଆଲି ଜ୍ଞାନ ତିନିଟା ଯାକରେ ଥିଲା ମୃତ୍ୟୁକୁ ନେଇକିରି ଯେ ପ୍ରକୃତରେ ମୃତ୍ୟୁ ଆମ ଉପରେ ବାଧ୍ୟ କରାଯାଇ ନଥାଏ ବା ଜବରଦସ୍ତ କରାଯାଇ ନଥାଏ ଏବଂ ତାହା ବ୍ୟକ୍ତି ନିଜେ ଯେତେବେଳେ ଏ ପରିବର୍ତ୍ତନହୀନ ଏଇ ଯୋଉ ସଂକୀର୍ଣ୍ଣ ଆବାସ ବା ଏଇ ଯୋଉ ଶରୀର ଯାହା ଭିତରେ ଆତ୍ମା ବାସ କରିଛନ୍ତି ସେତେବେଳେ ସେଇ ଶରୀର ତାଙ୍କୁ ଆଉ କାର୍ଯ୍ୟରେ ଅଗ୍ରଗତିରେ ସାହାଯ୍ୟ ନ କରେ ସେତେବେଳେ ସେ ନିଜେ ହିଁ ନିଷ୍ପତ୍ତି ନିଏ ଶରୀର ତ୍ୟାଗ କରିବା ପାଇଁ। ତାପରେ ଆଉ ଗୋଟେ କଥା ଆମେ ଆଲୋଚନା କରିଥିଲେ ଯେ ପ୍ରକୃତରେ ମୃତ୍ୟୁ ଯୋଉ ଆମେ କହନ୍ତି ସେଟା ହଉଛି କେବଳ ଶରୀରର ପରିବର୍ତ୍ତନ। ଯିଏ ଜନ୍ମଗ୍ରହଣ କରୁଛି ବା ଯିଏ ମୃତ୍ୟୁ କରୁଛି ବୋଲି କୁହାଯାଏ ପ୍ରକୃତରେ ତାର ମୃତ୍ୟୁ ହିଁ ନାହିଁ। ସେ କେବଳ କଣ କରୁଛି ଶରୀର ପରେ ଶରୀର ତାର ଅଗ୍ରଗତି ପାଇଁ ସେ ପରିବର୍ତ୍ତନ କରି କରି ଚାଲିଛି। ତେଣୁ ଶରୀର ପରେ ଶରୀର ଯେହେତୁ ପରିବର୍ତ୍ତନ କରି କରି ଚାଲିଛି ତେଣୁ ତା ପାଇଁ ମୃତ୍ୟୁ ର କିଛି ବାସ୍ତବିକତା ହିଁ ନାହିଁ। ତାହା କେବଳ ଶରୀରର ପରିବର୍ତ୍ତନ ତା ପାଇଁ। ତାପରେ ଆଉ ଗୋଟେ କଥା ତା ଭିତରେ କହିଥିଲେ ଯେ ଅମରତ୍ୱ ଲାଭ କରିବାର ଏକ ଉପାୟ ରହିଛି। ଅମରତ୍ୱ ଲାଭ କରିବାର ଯୋଉ ଉପାୟଟି ରହିଛି ସେଇଟାକୁ ପାଇବା ପାଇଁ ମନୁଷ୍ୟ ଯେବେଠାରୁ ସଚେତନ ଆରମ୍ଭ ହେଇଛି ସେବେଠାରୁ ସେ ଖୋଜି ଚାଲିଛି। ବର୍ଷ ବର୍ଷ ଧରି ଶତାବ୍ଦୀ ଶତାବ୍ଦୀ ଧରି ଯୁଗ ଯୁଗ ଧରି ସେଇ ଅମରତ୍ୱ ପାଇଁ ସିଏ ଚେଷ୍ଟା କରି ଚାଲିଛି। ଆମେ ଶୁଣି ଆସିଛନ୍ତି ବେଦ ପୁରାଣରେ ଯେ ଭିନ୍ନ ଭିନ୍ନ ବ୍ୟକ୍ତି ଅସୁର ଦେବତା ଏ ସମସ୍ତେ ତପସ୍ୟା କରନ୍ତି। ଅସୁର ମାନେ ମୁଖ୍ୟତଃ ଦେଖିବେ ସେମାନେ ଅମରତ୍ୱ ପାଇଁ ପ୍ରାର୍ଥନା କରନ୍ତି ଏବଂ ବ୍ରହ୍ମା ହୁଅନ୍ତୁ ବା ଶିବ ହୁଅନ୍ତୁ ଯାହାକୁ ବି ସେ ସନ୍ତୁଷ୍ଟ କରି ଅମରତ୍ୱ ପାଇବା ପାଇଁ ଚେଷ୍ଟା କରନ୍ତି ସେମାନେ ତାକୁ ମନା କରନ୍ତି ଏବଂ କୁହନ୍ତି ତା ବ୍ୟତିରେକ ତମେ ଆଉ ଯାହା ମାଗୁଛ ମାଗ। ତେଣୁ ଏଇ ଅମରତ୍ୱ ପାଇଁ ସମସ୍ତେ ଚେଷ୍ଟା କରି ଚାଲିଛନ୍ତି। କିନ୍ତୁ ତା ଭିତରେ ପ୍ରକୃତରେ ଅମରତ୍ୱ ବା ଅମୃତତ୍ୱ ଏଇଟାର ରହସ୍ୟ ବୁଝିବାର ଅଛି। ରହସ୍ୟ ହଉଛି ଅମର କିଏ ସେ? ଅମର କିଏ ସେ? ନା ଯିଏ ଶାଶ୍ୱତ, ଯିଏ ଚିରନ୍ତନ ସିଏ ହଉଛନ୍ତି ଅମର ବା ଅମୃତ ତାଙ୍କ ପାଖରେ ରହିଛି। ଅମୃତ ସେ ପାଇଛନ୍ତି ତେଣୁ ସେ ଅମର ବୋଲି ଆମେ ଜାଣୁଛନ୍ତି। ତେବେ ଯଦି ଯଦି ପୂର୍ଣ୍ଣତଃ ଯୋଉ ବ୍ୟକ୍ତି ଖୋଜୁଛି ଅମରତ୍ୱକୁ ସିଏ ଯଦି ପୂର୍ଣ୍ଣତଃ ସେହି ସଚ୍ଚିଦାନନ୍ଦ ପରମେଶ୍ୱର ସେହି ସାମଗ୍ରିକ ଶାଶ୍ୱତ ସହିତ ଯଦି ସେ ଏକାତ୍ମ ହେଇଯାଏ ତାର ଏବଂ ଶାଶ୍ୱତଙ୍କର ଯଦି ସବୁ କିଛି ଏକ ହେଇଯାଏ ତେବେ ସିଏ ଶାଶ୍ୱତ ଯେପରି ଶାଶ୍ୱତ ତେଣୁ ଇଏ ବି ଶାଶ୍ୱତ ହେଇଯିବ ତେଣୁ ଅମରତ୍ୱ ପ୍ରାପ୍ତ କରିବ। ସେଇ ଉପାୟଟି ଆଜି ସମସ୍ତେ ଖୋଜି ଖୋଜି ଆସିଛନ୍ତି ଏବଂ ଏବେ ଆସି ଯୁଗ ବା ସମୟ ଆସି ଯେତେବେଳେ ପହଞ୍ଚି ଯାଇଛି ସେ ଶକ୍ତି ଅବତରଣ କରିଛି। ଅତିମାନ ଶକ୍ତି ଅବତରଣ କରିଛି ଯିଏ କି ଏଇ ଅମରତ୍ୱକୁ ବା ଅମୃତତ୍ୱକୁ ଆଣିକି ଆମ ପାଖରେ ମନୁଷ୍ୟ ମାନଙ୍କ ପାଖରେ ଉପଲବ୍ଧି କରାଇ ପାରିଛନ୍ତି ସେ ହଉଛନ୍ତି ପ୍ରଭୁ ଶ୍ରୀଅରବିନ୍ଦ। ସେ ତାଙ୍କ ଶରୀରରେ ସେ ଅତିମାନ ଶକ୍ତିକୁ ପ୍ରଥମେ ଅବତରଣ କରାଇଲେ ଏବଂ ତାପରେ ଆମେ ଜାଣିଛନ୍ତି ଯେ 1956 ଫେବୃଆରୀ 29ରେ ମା ତାହାକୁ ଏଇ ପୃଥିବୀ ପୃଷ୍ଠର ବାତାବରଣ ଭିତରେ ସକ୍ରିୟ କରାଇଛନ୍ତି। ତେଣୁ ଆମେ ସମସ୍ତେ ଯଦି ସେଇ ଅତିମାନସ ଶକ୍ତିକୁ ଆବାହନ କରିବା ଏବଂ ତାଙ୍କରି ତତ୍ଵରେ ନିଜକୁ ଗଢି ଉଠିବା ତେବେ ଅମୃତତ୍ୱର ସେ ଯୋଉ ରହସ୍ୟଟି ଆମ ପାଖରେ ଉଦ୍ଘାଟିତ ହେବ ଏବଂ ଏଇ ଯୋଉ ଜଡ ଶରୀର ତାର ହିଁ ରୂପାନ୍ତର ହବ ଯୋଉଟା କି ଆଜି ପର୍ଯ୍ୟନ୍ତ ସଂକୀର୍ଣ୍ଣ ପରିବର୍ତ୍ତନ ବିମୁଖ ଏବଂ କ୍ଷୀଣଭଙ୍ଗୁର ଏବଂ ଯେମିତି ହେଲେ ବି ସେ ନଶ୍ୱର ହେଇକି ରହିଥିଲା ତାର କିନ୍ତୁ ରୂପାନ୍ତର ହବ।
ତେଣୁ ତାଙ୍କୁ ପ୍ରଶ୍ନ କରାହେଇଥିଲା ଯେ ପ୍ରଥମେ ଗୋଟେ ପ୍ରଶ୍ନ ହେଇଥିଲା ଯୋଉଟା ଆମେ କାଲି ଆଲୋଚନା କରିସାରିଛନ୍ତି ଯେ ଯେତେବେଳେ ଜଣେ ଅନୁଭବ କରେ ଯେ ତାର ଆଉ କିଛି ହେଲେ ହେବାକୁ ନାହିଁ, ତାର କାର୍ଯ୍ୟ ଶେଷ ହେଇଗଲା, ତେବେ ସେ ମୃତ୍ୟୁକୁ ଗ୍ରହଣ କରିନେବା ଉଚିତ ନୁହେଁ କି? ଲକ୍ଷ୍ୟହୀନ ଭାବରେ ବଞ୍ଚିବା ଅପେକ୍ଷା ମୃତ୍ୟୁକୁ ଗ୍ରହଣ କରିନେବା ଉଚିତ ନୁହେଁ କି? ସେଠି ମା ତାର ଉତ୍ତରରେ କହିଲେ ଯେ ଯୋଉମାନେ ଇଗୋରେ ବା ଯୋଉମାନେ ଅହଙ୍କାରରେ ବସବାସ କରନ୍ତି ତାଙ୍କ ପାଇଁ କାର୍ଯ୍ୟ ଶେଷ ହେଲା ବୋଲି କିଛି ଅଛି। କାହିଁକି ନା ସିଏ ଯେତେବେଳେ ଅନୁଭବ କରନ୍ତି ଯେ ତାଙ୍କର ଇଗୋ ସାଟିସ୍ଫାଏ ହଉନାହିଁ, ସିଏ ମାନ ସମ୍ମାନ ପାଉନାହାନ୍ତି, ଅର୍ଥ ପାଉନାହାନ୍ତି, କ୍ଷମତା ପାଉନାହାନ୍ତି, ଯାହା ଚାହୁଁଛନ୍ତି ତାହା ହେଇପାରୁନି, ସେତେବେଳେ ସେ କୁହନ୍ତି ଯେ କାର୍ଯ୍ୟ ଶେଷ ହେଇଗଲା। କିନ୍ତୁ ଯୋଉମାନେ ଦିବ୍ୟ ପରମସତ୍ତାଙ୍କ ସହିତ ବଞ୍ଚନ୍ତି ସେମାନଙ୍କ ପାଇଁ କାର୍ଯ୍ୟ କେବେ ଶେଷ ହୁଏ ନାହିଁ। କାରଣ ସେମାନେ ଏଇ ଯୋଉ ତଥାକଥିତ ସନ୍ତୁଷ୍ଟିରେ ଯେହେତୁ ବସବାସ କରନ୍ତି ନାହିଁ, ପରମଙ୍କ ସହିତ ଯଦି ଏକତ୍ରିତ ହେଇଥାନ୍ତି, ଶାଶ୍ୱତ ବା ପରମଙ୍କ ପାଖରୁ ବା ଦିବ୍ୟ ପରମସତ୍ତାଙ୍କ ପାଖରୁ ଯାହା ନିର୍ଦ୍ଦେଶ ଆସୁଥାଏ ଏବଂ ଅନବରତ ଅବିକୃତ ଭାବରେ ସେ ତାହାକୁ ହିଁ ପରିପ୍ରକାଶ କରିଚାଲିବେ। ତେଣୁ ତାଙ୍କ ପାଇଁ କାର୍ଯ୍ୟ ଶେଷ ହବାର ପ୍ରଶ୍ନ ହିଁ ଉଠେ ନାହିଁ। ତେଣୁ ସେମାନେ ଏ ପ୍ରଶ୍ନ ହିଁ କରନ୍ତି ନାହିଁ। ଆଜି ପଢିବା ଯୋଉ ପ୍ରଶ୍ନଟି, ସେ ପ୍ରଶ୍ନ ହଉଛି ଆପଣ କାଲି ଲେଖିଥିଲେ, ମାତ୍ର କଣ ଲେଖିଥିଲେ ନା ମାତ୍ର ଯିଏ ଦିବ୍ୟ ପରମସତ୍ତାଙ୍କର ହୋଇ ରହିଥାଏ, ଯୋଉ କହିଲେ ଯେ ଏବଂ ସତ୍ୟରେ ହିଁ ଜୀବନ ବଞ୍ଚିବାକୁ ଇଚ୍ଛା କରୁଥାଏ, ସିଏ ଭଲ କରି ଜାଣିଥାଏ ଯେ ଏହି ପୃଥିବୀରେ ତାର କୌଣସି ପ୍ରয়োଜନତା ରହିଛି ବୋଲି ଉପଲବ୍ଧି କରୁଥିବା ପର୍ଯ୍ୟନ୍ତ ସିଏ ତାକୁ ନିଶ୍ଚୟ ଏଇଠାରେ ରଖିଥିବେ। ସେ ଏଠି ଜାଣିଛି ଯେ ପର୍ଯ୍ୟନ୍ତ ତାର ପ୍ରୟୋଜନ ରହିଛି ସେ ପର୍ଯ୍ୟନ୍ତ ପରମ ତାଙ୍କୁ ରଖିବେ। ତେଣୁ ତା ଭିତରେ ସେ ପ୍ରଶ୍ନ ହିଁ ଆସେ ନାହିଁ। ତେଣୁ ଏଠି ସେ କହୁଛନ୍ତି ପ୍ରଶ୍ନ ଯେ ମାତ୍ର ପ୍ରତ୍ୟେକ ବ୍ୟକ୍ତି ସେ ଯେଉଁଠାରେ ଥାଉ ପଛକେ ପ୍ରକୃତରେ ଦିବ୍ୟ ପରମସତ୍ତାଙ୍କର ହୋଇ ରହିନଥାଏ କି? ଏଠି ସେ କହୁଛନ୍ତି ଯିଏ ଯୋଉଠି ଥାଏ ସେ ଦିବ୍ୟ ପରମସତ୍ତାଙ୍କର ହୋଇ ରହିନଥାଏ କି? ଏଇ ପ୍ରକାର ପ୍ରଶ୍ନ ଦେଖିବେ, ଏଇଟା ସିନା ପ୍ରଶ୍ନ ଗୋଟିଏ ରହିଛି, କିନ୍ତୁ ବ୍ୟକ୍ତି ଯେତେବେଳେ ତାର କୌଣସି ନିମ୍ନ ପ୍ରବୃତ୍ତିଗତ ସ୍ପନ୍ଦନକୁ ସମର୍ଥନ କରିବାର ଥାଏ ବା ତାକୁ ଯଥାର୍ଥ ବୋଲି ସାବ୍ୟସ୍ତ କରିବାର ଥାଏ, ସେତେବେଳେ ସେ କହେ ଯେ ଭଗବାନ ସବୁଠାରେ ବିଦ୍ୟମାନ, ତେଣୁ ମୁଁ ଯୋଉ କାର୍ଯ୍ୟ କରୁଛି ତାହା ଭଗବାନ ହିଁ କରୁଛନ୍ତି। ତେଣୁ ମୁଁ ମାଙ୍କର ବା ଭଗବାନଙ୍କର ଯେକୌଣସି ପରମଙ୍କର ଯୋଉ ଭଗବାନଙ୍କର ନାଁ ସେ ନଉଛି ତାକୁ ପରମ ବୋଲି ସେ ବିଚାର କରେ, ମୁଁ ତାଙ୍କର ସେବା କରୁଛି ମାନେ ପରମଙ୍କର ସେବା କରୁଛି। ସେଇ ସମୟରେ ତା ଯେତେବେଳେ କଣ ହେଲା, ଯେତେବେଳେ ତାର ନିଜସ୍ୱ କାମନା ବାସନା ନିମ୍ନ ପ୍ରାଣର ନିମ୍ନ ମନର ଯୋଉ ଗତିବୃତ୍ତିକୁ ତାକୁ ଏତେ ସମର୍ଥନ କରିବାର ଥାଏ, ସେତେବେଳେ ସେ ଦ୍ୱାହି ଦିଏ କଣ ଯେ ମୋ ଭିତରେ ତ ଭଗବାନ ହିଁ କରୁଛନ୍ତି, ସେ ଦ୍ୱାହି ଦିଏ। ତେଣୁ ସେ ପ୍ରକାରର ସ୍ପନ୍ଦନ ଆମ ଭିତରେ ଯଦି ଆସୁଛି ତେବେ ଆମକୁ ସଚେତନ ହେବାକୁ ପଡିବ। ତେଣୁ ଏଇଠି ଯୋଉ ପ୍ରଶ୍ନଟି ସେ କଲେ ସେଇ ପ୍ରଶ୍ନ କରୁଛନ୍ତି ଯେ ପ୍ରକୃତରେ ଦିବ୍ୟ ପରମସତ୍ତାଙ୍କର ସବୁଠାରେ ହୋଇ ମାନେ ସବୁ କିଛି ହୋଇ ରହିନଥାଏ କି? ସେ ବି ଯୋଉଠି ଥାଉ। ମା ଉତ୍ତରେ କହୁଛନ୍ତି ଯିଏ ଦିବ୍ୟ ପରମସତ୍ତାଙ୍କର ହୋଇ ରହିଥାଏ, କହିଲା ବେଳେ ମୁଁ ଏପରି ଜଣେ ବ୍ୟକ୍ତିର କଥା କହୁଛି, ତାମାନେ ଏଠି କିଏ ସେ ଦିବ୍ୟ ପରମସତ୍ତାଙ୍କର ହେଇ ରହିଥାଏ ତାରି ବର୍ଣ୍ଣନା କରୁଛନ୍ତି। କିଏ ସେ ନା ଯିଏ କି ନିଜ ଭିତରୁ ଅହଂର ବିଲୁପ୍ତି ଘଟାଇଛି। ଦିବ୍ୟ ପରମସତ୍ତାଙ୍କର ଯିଏ ହୋଇ ରହିଥାଏ ବୋଲି ମା କହୁଛନ୍ତି, ମୁଁ ଯେତେବେଳେ କହୁଛି ମୁଁ କୋଉ ବ୍ୟକ୍ତିର କଥା କହୁଛି ନା ଯୋଉ ବ୍ୟକ୍ତିଟି ନିଜ ଭିତରୁ ଅହଂର ବିଲୁପ୍ତି ଘଟାଇଛି। ତାପରେ କହିଲେ ଯିଏ ଦିବ୍ୟ ପରମସତ୍ତାଙ୍କ ବିଷୟରେ ସତତ ସଚେତନ ହୋଇ ରହିଛି। ତାପରେ କହୁଛନ୍ତି ଯାହାର କି ନିଜର ବ୍ୟକ୍ତିଗତ ଇଚ୍ଛା ବୋଲି ଆଉ କିଛି ନାହିଁ। ତାପରେ କହୁଛନ୍ତି 4ରେ ଯିଏ କି କେବଳ ସେହି ଦିବ୍ୟ ପ୍ରେରଣା ଦ୍ୱାରା ପ୍ରେରିତ ହୋଇ ସକଳ କାର୍ଯ୍ୟ କରେ। ଏଠି କଣ କହୁଛନ୍ତି? କେବଳ, ସେଇ ଶବ୍ଦଟା ବି ମନେ ରଖିବେ। କଣ କହିଲେ? କେବଳ, ଯିଏ କି କେବଳ
से दिव्य प्रेरणा द्वारा प्रेरित होई सकल कार्य करे। तापर 5 रे कहउचंती से दिव्य परम सत्ता से जहा करू बोली इच्छा करूचंती ताहाकु ही करिबा व्यतीत जहार आउ अन्य कौनसी उद्देश्य न थाए। 5टा पंचसूत्री कहले 5टा सूत्र कौन कहले निज भितरु अहंग्र विलुप्ति घटाइछि। जिए 2 रे जिए दिव्य परम सत्तांक विषय सतत सचेतन ହେଇछि। सतत सचेतन ହୋଇछि। 3 रे व्यक्तिगत इच्छा बोली किछि नाही। व्यक्तिगत इच्छा बोली तार किछि नाही। 4 रे कहले दिव्य प्रेरणा द्वारा केवल केवल दिव्य प्रेरणा द्वारा प्रेरित ही से कार्य करुछि केवल। 5 रे कहले माने दिव्य परम सत्ता जहा इच्छा करचंती ताहाकु ही करिबा व्यतीत अन्य कौनसी उद्देश्य तारा न थाए। ताहले सिए दिव्य परम सत्तांकर होई रहता है। हला ये बहुत बहुत छोट छोट कंडीशन भले हमको लगुच नहीं। अहंग्र विलुप्ति सेतिकी बेले संभव जेते बेले आमे परमंक सहित एकत्व अर्जन करिबा। परमंक सहित एकत्व अर्जन कले ही एकत्व अर्जन पुणी खाली एकत्व अर्जन नुह स्थायी एकत्व अर्जन हेले ही आमे सतत सचेतन होई रही पारिबा। ताहले सेते बेले व्यक्तिगत इच्छा बोली किछि रहइबो नाही। सीए नहीं देखंत आमे परमक सहित एकत्व जेहेतु हेई नांदी तो आम भितरे ए प्रकार द्वंद्व रही आज पर्यंत मोर इच्छा एवं भगवान का इच्छा। मु तो बेले बेले खोजी बुलुची जे सत्तारे मु जा इच्छा कर सेटा भगवान की इच्छा कि नुह। मु तो बेले बेले कौन करछि ना मो इच्छा को भगवान का इच्छा कहिकि अन्य मानक ऊपर थपुछि। मु तो बेले बेले बाहावा नउछि जे मो भितरे भगवान काम करूछंती। तो सेठी ये सबु किछि चलिबो नाही दिव्य प्रेरणा व्यतीत। सेतिबें तापर कहले व्यक्तिगत इच्छा किछि रहइबो नाही। 3 रे 4 रे कहले दिव्य प्रेरणा व्यतीत अन्य कोनोसी प्रेरणा रे से काम कर नथिबो केवल दिव्य प्रेरणा ही सकल कार्य करते। तापर कहउछन ताहा मान तांको इच्छा व्यतिरेक अन्य कोनोसी कार्य करे तार उद्देश्य ही नथिबो। तेबे एबे आपण दिव्य परम सत्तांकर हेकी रहिचंती कि नाही आमे निजकु निजे अन्य काहाकु नहीं अन्य काहाकु भी आमर आवश्यक नाही। सेटा आमर केबे भी काम नु मु निजे दिव्य परम सत्तांकर होइछि कि होई नाही एइथुर मु सचेतन हेबी प्रस्तुत भी हेबी। माँ कहते यही अवस्था रे बहु संख्यक व्यक्ति वास करती बोली मु भाबू ना एवं एथिरे आदौ कौनसी संदेह नाही जे सेमानकर जीवन आउ कौनसी प्रयोजन रे लागुछि कि नाही यही व्यक्ति माने से विषय आदौ कौनसी चिंता करिवे नाही। कारण सेमाने केवल से दिव्य परम सत्तांक द्वारा प्रेरित होई तांकरी सकाशे जीवन बंचुथिबे एवं तेणु सेमानंकर आउ व्यक्तिगत जीवन बोली आदौ किछि नथिबो। माने चिंता करंतु महाभारत रे अर्जुन कथा हो युधिष्ठिर कथा हो युधिष्ठिर धर्मराज निजे अवतार ग्रहण करचंदी तथापि भी भगवान को आदेश को से प्रश्न भी उठे जोटा कि आमे जो माने नैतिकतार बसवास करूछु आमे जो माने नैतिकतारे बा नीति को धरिकी रखिछु
ବାସ କରୁଛୁ। ଦେଖନ୍ତୁ ଯୋଉମାନେ ନୀତିରେ ଟୋଟାଲି ନାହାନ୍ତି ସେମାନେ ଏ ପ୍ରକାରର ଯୁକ୍ତି ଦବାର କୌଣସି ଅର୍ଥ ନାହିଁ, କୌଣସି ଅର୍ଥ ନାହିଁ। ସେମାନେ ନା ଆଧ୍ୟାତ୍ମିକତା ଜାଣିଛନ୍ତି ନା ନୈତିକତା ଜାଣିଛନ୍ତି, ତେଣୁ ସେମାନେ ଉଚ୍ଛୃଙ୍ଖଳ। ସେମାନେ କଣ କରନ୍ତି, ୟାକୁ କୋଶ୍ଚିନ୍ କରିବେ ଏବଂ ସେମାନେ ମନ ଇଚ୍ଛା କାମ କରନ୍ତି। ସେ କହିବେ କିଛି ନୀତି ମାନ ନାହିଁ। କିନ୍ତୁ ଯୋଉମାନେ ନୀତିରେ ଆମେ ବସବାସ କରୁଛୁ, ଯେତେବେଳେ ଶ୍ରୀକୃଷ୍ଣ କହିଲେ ଯେ ତୁମେ ଅଶ୍ୱତ୍ଥମା ହତ ବୋଲି କୁହ, ସେ ସେଠି ପ୍ରଶ୍ନ କରିଥାଏ, କହୁଛି ମୁଁ କେମିତି କହିବି, ଅଶ୍ୱତ୍ଥମା ତ ମରି ନାହିଁ। କିନ୍ତୁ ତମ ଆଖି ଆଗରେ ଯୋଉ ମରିଛି, ହାତୀଟେ ମରିଛି, ତା ନା ବି ମାନେ ଅଶ୍ୱତ୍ଥମା ବୋଲି ତମେ ଜାଣିଛ, ସମସ୍ତେ ଜାଣନ୍ତି। ସେଠି ସେ କୋଶ୍ଚିନ୍ କରିଛନ୍ତି, ପ୍ରଶ୍ନ କରିଛନ୍ତି। ତାପରେ ଶ୍ରୀକୃଷ୍ଣ ଦେଖିଲେ ଯେ ନାଇଁ ଏ ମୋଲ ମାନିବ ନାହିଁ, ତେଣୁ ସେ କହିଲେ ତମେ କୁହ ଯେ ନର ବା ଗୁଞ୍ଜରେ ଅଶ୍ୱତ୍ଥମା ହତ କଥା ହେଇତି ସତ। ଏଇଠି ଯୋଉ ପ୍ରଶ୍ନ ଉଠିଲା, ତାମାନେ ଏଇ ପ୍ରକାରର କୌଣସି ପ୍ରଶ୍ନ ତୁମର ରହିବ ନାହିଁ ଯେତେବେଳେ ତୁମେ ତାଙ୍କର ପୂର୍ଣ୍ଣ, ତାଙ୍କ ଦ୍ୱାରା ପୂର୍ଣ୍ଣ ଭାବେ ପରିଚାଳିତ ହଉଥିବ, ତାଙ୍କ ସହିତ ପୂର୍ଣ୍ଣ ଏକତ୍ଵ ହେଇଯାଉଥିବ, ସେତେବେଳେ ପ୍ରଶ୍ନ ହିଁ ଉଠିବ। ଯୋଉ ଆମେ ଦେଖିଛୁ ମେସେଜ, ତାଙ୍କ ବିନା ମୋର ଅସ୍ତିତ୍ଵ ନାହିଁ, ମୋ ବିନା ତାଙ୍କର ପ୍ରକାଶ ନାହିଁ। ଏଇ ଯୋଉ ସ୍ଥିତି, ଇଏ ହଉଛି ଏକତ୍ଵର ସ୍ଥିତି, ଏକତ୍ଵର ସ୍ଥିତି। ସେଇଥିପାଇଁ ଗୋଟିଏ ସ୍ୱାର୍ଥ ଆମେ ବି ମନେ ରଖିବା, ଜଣେ ବ୍ୟକ୍ତି ଯେତେବେଳେ ମା ଓ ଈଶ୍ୱରଙ୍କ ଭିତରେ ଏକତ୍ଵ ନିଜ ଭିତରେ ଅନୁଭବ କରେ, ସେତେବେଳେ ସିଏ ଆମେ କହିପାରିବା ଯେ ସେ ବର୍ତ୍ତମାନ ଭଗବାନଙ୍କୁ ବା ଭଗବାନ ତାକୁ ବାଛିଛନ୍ତି ବା ମା ତାକୁ ବାଛି ସାରିଛନ୍ତି, ଏବଂ ସେ ମାଙ୍କ ଯୋଉ ଶକ୍ତି, ଯୋଉ ସାମର୍ଥ୍ୟ, ପ୍ରଭୁଙ୍କର ଯୋଉ ଶକ୍ତି ସାମର୍ଥ୍ୟ, ସେ ବିଷୟରେ ସଚେତନ ହେଇପାରିବ, ଦେଖିପାରିବ, ଜାଣିପାରିବ। ଏବଂ ମା କହୁଛନ୍ତି ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ ସେମାନଙ୍କର ଜୀବନରେ ଆଉ କୌଣସି ପ୍ରୟୋଜନରେ ଲାଗୁଛି କି ନାହିଁ, ଏ ପ୍ରଶ୍ନ ବା ଏଇ ଚିନ୍ତା ତାଙ୍କ ପାଖରେ ଆସେ ହିଁ ନାହିଁ। ଚିନ୍ତା କୋଉଠୁ ଆସିବ? କେତେ ହାଇ ଲେବୁଲ କଥା ଗୁଡାକ, ଆମେ କେବଳ ତାକୁ ପାଇବା ପାଇଁ, ସେ ପ୍ରକାର ସ୍ଥିତିରେ ପହଞ୍ଚିବା ପାଇଁ ନିଜକୁ ଏବେ ସଚେତନ ହବା, ପ୍ରସ୍ତୁତ ହବା, ଲାଗି ରହିବା, ମାଙ୍କୁ ପ୍ରାର୍ଥନା କରିବା ଯେପରି ତା ମୁଁ ପ୍ରାପ୍ତ କରେ। ମା ମା, thank you all, Arover.